मोहिउद्ଦିନ ତମ୍ବୋଲିଙ୍କ ସହିତ କୁସ୍ତି ଏବଂ ଜୀବନରେ ପରିବର୍ତ୍ତନ। ଶିରିଡ଼ିରେ ଜଣେ ପହିଲମାନ ଥିଲା। ତାର ନାମ ମୋହିଉଦ୍ଦିନ ତମ୍ବୋଲି। କୌଣସି ବିଷୟରେ ବାବାଙ୍କ ସହିତ ତାର ମତଭେଦ ହେଲା। ଫଳସ୍ୱରୂପ ଉଭୟଙ୍କ ମଧ୍ୟରେ କୁସ୍ତି ହେଲା ଏବଂ ଏଥିରେ ବାବା ହାରିଗଲେ। ଏହା ପରଠାରୁ ବାବା ତାଙ୍କର ପୋଷାକ ଏବଂ ଜୀବନଚର୍ଯ୍ୟାରେ ପରିବର୍ତ୍ତନ କଲେ। ସେ କଫନି ପିନ୍ଧିଲେ, ଲେଙ୍ଗୁଟି ବାନ୍ଧୁଥିଲେ ଏବଂ ଖଣ୍ଡିଏ କପଡ଼ାକୁ ମସ୍ତକରେ ଆବୃତ କରୁଥିଲେ। ଆସନ ତଥା ଶୟନ ନିମନ୍ତେ ଖଣ୍ଡେ ଅଖା ବ୍ୟବହାର କରୁଥିଲେ। ଏହି ପ୍ରକାର ଚିରା ଫଟା ଲୁଗା ପରିଧାନ କରି ସେ ବେଶ୍ ସନ୍ତୋଷ ଜଣାପଡ଼ୁଥିଲେ। ସେ ସର୍ବଦା କହୁଥିଲେ, ଗରିବୀ ଅବ୍ବଲ୍ସ ବାଦଶାହୀ, ଅମିରୀ ସେ ଲାଖ ସୱାଇ, ଗରିବୋଁ କା ଅଲ୍ଲାହ ଭାଇ। ଗଙ୍ଗାଗୀରଙ୍କ ମଧ୍ୟ କୁସ୍ତି ପ୍ରତି ଅନୁରାଗ ଥିଲା। ଥରେ ସେ ଯେତେବେଳେ କୁସ୍ତି ଲଢ଼ୁଥିଲେ, ତାଙ୍କ ମନରେ ଅନୁରୂପ ତ୍ୟାଗ ଭାବନା ଜାଗ୍ରତ ହେଲା। ଏହି ସମୟରେ ତାଙ୍କୁ ଦୈବୀବାଣୀ ହେଲା, ଭଗବାନଙ୍କ ସହିତ ଖେଳରେ ନିଜର ଶରୀର ଲଗାଇ ଦିଅ। ଏହି କାରଣରୁ ସେ ସଂସାର ପରିତ୍ୟାଗ ପୂର୍ବକ ଆତ୍ମାନୁଭୂତି ପଥରେ ଅଗ୍ରସର ହେଲେ। ପୁଣା ତାମ୍ବେ ନିକଟରେ ଏକ ମଠ ସ୍ଥାପନ କରି ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ। ଏହି ସମୟରେ ଶ୍ରୀ ସାଇବାବା ଲୋକଙ୍କୁ ଭେଟୁ ନଥିଲେ କି ବାର୍ତ୍ତାଳାପ କରୁନଥିଲେ। କେବେ କେହି ପ୍ରଶ୍ନ କଲେ ତାର ସେତିକି ଉତ୍ତର ଦେଉଥିଲେ ଯେତିକି ଆବଶ୍ୟକ ହେଉଥିଲା। ଦିନବେଳା ସେ ନିମ୍ବ ବୃକ୍ଷ ମୂଳରେ ଉପବେଶନ କରୁଥିଲେ। କେବେ କେବେ ଗ୍ରାମ ଉପକଣ୍ଠ ନାଳ କଡ଼ରେ ଏକ ବବୁଲ ବୃକ୍ଷ ଛାୟା ତଳେ ବସୁଥିଲେ ଏବଂ ସନ୍ଧ୍ୟାରେ ଏଣେ ତେଣେ ବୁଲୁଥିଲେ। ଅନେକ ସମୟରେ ନିମଗାଁଓ ଯାଉଥିଲେ ଓ ସେଠାରେ ବାଲାସାହେବ ଡେଙ୍ଗଲେଙ୍କ ଘରକୁ ଯାଉଥିଲେ। ବାଲାସାହେବଙ୍କୁ ବାବା ଖୁବ୍ ଭଲ ପାଉଥିଲେ। ତାଙ୍କର ସାନ ଭାଇ ନାନା ସାହେବଙ୍କର ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ସନ୍ତାନ ହେଉନଥିଲା। ବାଲାସାହେବ ଶ୍ରୀ ସାଇବାବାଙ୍କ ଦର୍ଶନାର୍ଥେ ନାନା ସାହେବଙ୍କୁ ଶିରିଡ଼ି ପଠାଇଲେ। କିଛିଦିନ ପରେ ବାବାଙ୍କର କୃପାରୁ ନାନା ସାହେବଙ୍କର ଏକ ପୁତ୍ରରତ୍ନ ପ୍ରାପ୍ତି ହେଲା। ଏହି ଘଟଣା ପରଠାରୁ ବାବାଙ୍କ ଦର୍ଶନ ନିମନ୍ତେ ଜନସମାଗମ ବୃଦ୍ଧି ପାଇବାକୁ ଲାଗିଲା ଏବଂ ବାବାଙ୍କ କୀର୍ତ୍ତି ଦୂର ଦିଗନ୍ତ ପର୍ଯ୍ୟନ୍ତ ବିସ୍ତାରିତ ହେଲା। ଅହମ୍ମଦନଗରରେ ମଧ୍ୟ ତାଙ୍କର ଖ୍ୟାତି ବଢ଼ିବାକୁ ଲାଗିଲା। ନାନା ସାହେବ ଚନ୍ଦୋରକର, କେଶବ ଚିଦମ୍ବର ତଥା ଅନ୍ୟ ଭକ୍ତମାନେ ଏହାପରେ ଶିରିଡ଼ି ଆସିଲେ। ବାବା ଦିନସାରା ଭକ୍ତଙ୍କ ଗହଣରେ ରହୁଥିଲେ ଏବଂ ରାତିରେ ପରିତ୍ୟକ୍ତ ମସଜିଦରେ ବିଶ୍ରାମ ନେଉଥିଲେ। ଏହି ସମୟରେ ବାବାଙ୍କ ପାଖରେ ସାମଗ୍ରୀ କହିଲେ ଗୋଟିଏ ଚିଲମ, ତମାଖୁ, ଏକ ଟିଣ ଡବା, ଏକ ଲମ୍ବା କଫନି, ମସ୍ତକ ଆବୃତ କରିବା ପାଇଁ ଖଣ୍ଡିଏ କପଡ଼ା ଓ ଗୋଟିଏ ସଟକା ଥିଲା। ମସ୍ତକରେ ଖଣ୍ଡିଏ ଧଳା କପଡ଼ାକୁ ସେ ଏପରି ଭାବରେ ବାନ୍ଧୁଥିଲେ ଯେ ତାହାର ନିମ୍ନ ଅଂଶ ବାମ କର୍ଣ୍ଣ ଦେଇ ପିଠି ପର୍ଯ୍ୟନ୍ତ ଲମ୍ବି ଏପରି ଦେଖାଯାଉଥିଲା ଯେପରି ଗୋଟିଏ ଜୁଡ଼ା ବନ୍ଧା ହୋଇଛି। ସପ୍ତାହ ପର୍ଯ୍ୟନ୍ତ ଏହା ସଫା ହେଉନଥିଲା। ସେ ଜୋତା କି ଚପଲ ପିନ୍ଧୁନଥିଲେ। ଗୋଟିଏ ଅଖା ଅଧିକାଂଶ ଦିନ ତାଙ୍କର ଆସନର କାମ କରୁଥିଲା। ସେ ଏକ କୌପିନ ପିନ୍ଧୁଥିଲେ ଏବଂ ଦକ୍ଷିଣମୁଖୀ ହୋଇ ଧୁନି ପାଖରେ ବସୁଥିଲେ। ଛୋଟ ଛୋଟ କାଠ ଖଣ୍ଡମାନେ ଧୁନିରେ ପକାଉଥିଲେ ତଥା ନିଜର ସମସ୍ତ ଅହଂ, ଇଚ୍ଛା ଏବଂ ବିଷୟାସକ୍ତିକୁ ସେଥିରେ ଆହୁତି ଦେଉଥିଲେ। ସେ ସର୍ବଦା ଆଲ୍ଲାହ ମାଲିକ ଉଚ୍ଚାରଣ କରୁଥିଲେ। ଯେଉଁ ମସଜିଦରେ ସେ ଅବସ୍ଥାନ କରୁଥିଲେ ସେଠାରେ ମାତ୍ର 2ଟି ପ୍ରକୋଷ୍ଠ ଥିଲା ଏବଂ ସମସ୍ତ ଭକ୍ତ ସେଠାରୁ ତାଙ୍କର ଦର୍ଶନ କରୁଥିଲେ। 1912 ପରେ ଏହାର ମରାମତି ହେଲା। ପୁରାତନ ମସଜିଦର ଜୀର୍ଣ୍ଣୋଦ୍ଧାର ହେଲା ଏବଂ ଏକ ପକ୍କା ରାସ୍ତା ତିଆରି କରାଗଲା। ମସଜିଦକୁ ଆସିବା ପୂର୍ବରୁ ବାବା ଫକୀରମାନଙ୍କ ପାଇଁ ଉଦ୍ଦିଷ୍ଟ ତାକିଆରେ ରହୁଥିଲେ। ଏହି ସମୟରେ ଗୋଡ଼ରେ ଘୁଙ୍ଗୁରୁ ବାନ୍ଧି ପ୍ରେମୋନ୍ମତ୍ତ ହୋଇ ବେଳେବେଳେ ସେ ବଡ଼ ସୁନ୍ଦର ଗୀତ ଗାଉଥିଲେ ଓ ନୃତ୍ୟ କରୁଥିଲେ।